ଦୋଳ ପୂର୍ଣ୍ଣିମା କେଉଁ ମାସରେ ପାଳନ କରାଯାଏ? ଉତ୍ତର ଫାଲ୍ଗୁନ। କେଉଁ ତିଥିରେ ଦୋଳ ପର୍ବ ପାଳନ କରାଯାଏ? ଶୁକ୍ଳ ପକ୍ଷ ପୂର୍ଣ୍ଣିମା। ଦୋଳ ପୂର୍ଣ୍ଣିମାରେ କେଉଁ ଦେବତାଙ୍କୁ ପୂଜା କରାଯାଏ? ରାଧାକୃଷ୍ଣ। ଦୋଳ ପୂର୍ଣ୍ଣିମା କେଉଁମାନଙ୍କର ପ୍ରସିଦ୍ଧ ପର୍ବ? ଗୋପାଳ। ଦୋଳ ପୂର୍ଣ୍ଣିମାରେ କେଉଁ ପଶୁକୁ ପୂଜା କରାଯାଏ? ଗୋମାତା। ଦୋଳ ପୂର୍ଣ୍ଣିମାରେ କେଉଁ ଫଳ ନୂଆ କରି ଲାଗୁ ହୋଇଥାଏ? ଆମ୍ବ। ଦୋଳ ପର୍ବରେ ଗୋପାଳମାନେ କେଉଁଠାରେ ପୂଜା କରିଥାନ୍ତି? ଗୋଠରେ। ଭାରତକୁ ଛାଡ଼ି ଆଉ କେଉଁ ଦେଶରେ ଏହି ପର୍ବ ପାଳନ କରାଯାଏ? ନେପାଳ। ଦୋଳ ପୂର୍ଣ୍ଣିମା କେଉଁ ଯୁଗରୁ ଆନୀତ? ଦ୍ୱାପର। ହୋଲି ପ୍ରଥମେ କେଉଁ ଦେଶରେ ପାଳନ କରିଥିଲେ? ଭାରତ। ପ୍ରଥମେ କିଏ କାହା ଦେହରେ ରଙ୍ଗ ଲଗାଇଥିଲେ? ରାଧାକୃଷ୍ଣ। କୃଷ୍ଣ କାହା ଆଦେଶରେ ରାଧାଙ୍କୁ ରଙ୍ଗ ଲଗାଇଥିଲେ? ଯଶୋଦା। ଫାଲ୍ଗୁନ ମାସ ଚତୁର୍ଦ୍ଦଶୀ ତିଥିରେ ଭାରତର ବିଭିନ୍ନ ସ୍ଥାନରେ କେଉଁ ପର୍ବ ପାଳନ କରାଯାଏ? ହୋଲିକା ଦହନ। ଦୋଳ ପୂର୍ଣ୍ଣିମାର ଅନ୍ୟ ନାମ କ'ଣ? ଦୋଳଯାତ୍ରା, ଦୋଳ ମହୋତ୍ସବ। ଅଷ୍ଟ୍ରେଲିଆରେ ହୋଲି ପରି ଏକ ପର୍ବ ପାଳନ ହୁଏ, ତାହାର ନାମ କ'ଣ? ୱାଟରମିଲନ ଫେଷ୍ଟିଭାଲ। ଦକ୍ଷିଣ କୋରିଆରେ ହୋଲି ପରି ଏକ ପର୍ବ ପାଳନ ହୁଏ, ତାହାର ନାମ କ'ଣ? ମଡ ଫେଷ୍ଟିଭାଲ। ପୁରାଣ ଅନୁସାରେ କେଉଁ ପୂର୍ଣ୍ଣିମାରେ ମହାପ୍ରଭୁ ଦ୍ୱାରିଭୋଗ ଖାଇବାର ଉଲ୍ଲେଖ ଅଛି? ଦୋଳ ପୂର୍ଣ୍ଣିମା। ଶ୍ରୀକୃଷ୍ଣ କେଉଁ ଯୁଗରେ ଜନ୍ମଗ୍ରହଣ କରିଥିଲେ? ଦ୍ୱାପର ଯୁଗ। କେଉଁ ତିଥିରେ ଦୋଳ ପର୍ବ ପଡ଼େ? ପୂର୍ଣ୍ଣିମା। ହୋଲି ପର୍ବ କେତେ ଦିନ ପର୍ଯ୍ୟନ୍ତ ପାଳନ କରାଯାଏ? 2 ଦିନ। ପାଶ୍ଚାତ୍ୟ କ୍ୟାଲେଣ୍ଡର ଅନୁଯାୟୀ ହୋଲି ପର୍ବ କେଉଁ ମାସରେ ପାଳନ କରାଯାଏ? ମାର୍ଚ୍ଚ। ହୋଲି ଦିନ ପୋଡ଼ିଯାଇଥିବା ହୋଲିକା ରାକ୍ଷସୀ କେଉଁ ରାକ୍ଷସର ଭଉଣୀ ଥିଲା? ହିରଣ୍ୟକଶ୍ୟପ। ନେପାଳରେ ହୋଲି ପାଳନ କରୁଥିବା ନେୱାର ଜାତି କେଉଁ ଧର୍ମ ଅନୁସରଣ କରନ୍ତି? ବୌଦ୍ଧ ଧର୍ମ। ଓଡ଼ିଶାରେ ହୋଲିକୁ କେଉଁ ନାମରେ ପାଳନ କରାଯାଏ? ଦୋଳ ପୂର୍ଣ୍ଣିମା। ହିରଣ୍ୟକଶ୍ୟପଙ୍କ ଭଉଣୀର ନାମ କ'ଣ ଥିଲା? ହୋଲିକା। ପ୍ରସିଦ୍ଧ ଲାଠମାର ହୋଲି କେଉଁଠାରେ ପାଳନ କରାଯାଏ? ବର୍ସାନା।